ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମହୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯିଶା ପୁସ୍ତକ 53 ଅଧ୍ୟାୟର 5 ପଦରେ ଆମମାନେ ଏହିପରି ପାଠ କରୁ। ମାତ୍ର ସେ ଆମମାନଙ୍କର ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ସବୁଠାରୁ କଠୋର ଦଣ୍ଡ ରୂପେ ପ୍ରସ୍ତରାଘାତ କରି ମାରିବା ପାଇଁ ବାଇବଲର ବ୍ୟବସ୍ଥାରେ ନିର୍ଦ୍ଦେଶ ଥିଲା। ଯେଉଁମାନେ ଈଶ୍ୱର ନିନ୍ଦା ଅର୍ଥାତ୍ ଈଶ୍ୱରଙ୍କର ବିରୁଦ୍ଧରେ କଥା କହୁଥିଲେ ସେମାନଙ୍କୁ ପ୍ରସ୍ତରାଘାତ କରି ଦଣ୍ଡ ଦିଆଯାଉଥିଲା। ଯେଉଁମାନେ ନିଶାସକ୍ତ ହୋଇ ପିତାମାତାଙ୍କୁ ନିନ୍ଦିତ କରୁଥିଲେ, ଅଭିଶାପ ଦେଉଥିଲେ, ସେମାନଙ୍କୁ ମଧ୍ୟ ଏହି ଦଣ୍ଡ ଦେବାର ବ୍ୟବସ୍ଥା ଥିଲା। ଜିରିହୋ ସହର ଜୟଲାଭ କଲା ପରେ ତହିଁରେ ସମସ୍ତ ସଜୀବ ଓ ନିର୍ଜୀବ ବସ୍ତୁକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାର ଆଜ୍ଞା ଦିଆଯାଇଥିଲା। ତଥାପି ଆଖନ ନାମକ ଜଣେ ଯୁବା 200 ଶେକଲ ରୂପା, 50 ଶେକଲ ସୁନାର ଏକ ଇଟା ଓ ଏକ ସୁନ୍ଦର ବସ୍ତ୍ର ନେଇ ନିଜର ତମ୍ବୁରେ ଲୁଚାଇ ରଖିଥିଲା। ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କରି ଦୋଷୀ ରୂପେ ଆଖାନ ଓ ତା'ର ସମସ୍ତ ପରିବାରକୁ ପ୍ରସ୍ତରାଘାତ କରି ଦଣ୍ଡ ଦିଆଗଲା। ବ୍ୟଭିଚାର କର୍ମ ନିମନ୍ତେ ମଧ୍ୟ ପ୍ରସ୍ତରାଘାତ କରି ମୃତ୍ୟୁଦଣ୍ଡର ବ୍ୟବସ୍ଥା ଥିଲା। ସଂକ୍ଷେପରେ କହିଲେ ଏହିପରି ଲୋକଙ୍କୁ ପ୍ରସ୍ତରାଘାତ କରି ଦଣ୍ଡ ଦେବାର ବ୍ୟବସ୍ଥା ଥିଲା। ପ୍ରଭୁ ଯୀଶୁଙ୍କୁ ପ୍ରସ୍ତରାଘାତ କରାଯାଇନଥିଲା, ବରଂ ତାହାଙ୍କୁ ଏହିପରି ତାଡ଼ନା ଦିଆଗଲା ତଥା ଯନ୍ତ୍ରଣା ଦିଆଗଲା ଯେ ଯିଶା କହନ୍ତି ସେ ଆମ୍ଭମାନଙ୍କର ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ। ପ୍ରଭୁ ଯୀଶୁ ତ କଦାପି ଈଶ୍ୱର ନିନ୍ଦା କରିନଥିଲେ, ମାତ୍ର ସଦାବେଳେ ଈଶ୍ୱରଙ୍କର ଗୌରବ ହିଁ କରୁଥିଲେ। ସେ ପିତା ଈଶ୍ୱରଙ୍କର ଏହିପରି ଆଜ୍ଞାବହ ଥିଲେ ଯେ ପିତା ଈଶ୍ୱରଙ୍କର ଇଚ୍ଛା ଅନୁସାରେ ଆପଣାକୁ ବଳିଦାନ କଲେ। ପାପ ତାହାଙ୍କୁ ସ୍ପର୍ଶ କରିପାରିନଥିଲା। ତଥାପି ଆଶ୍ଚର୍ଯ୍ୟ ବିଷୟ ଏହି ଯେ ଈଶ୍ୱରଙ୍କର ଇଚ୍ଛା ହେଲା ସେ ତାହାଙ୍କୁ କ୍ଷତ ବିକ୍ଷତ କରିବେ। ତେବେ ଏପରି କାହିଁକି? କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କର ସମସ୍ତଙ୍କର ଅପରାଧ ଓ ପାପର ବୋଝ ଆପଣା ଉପରେ ବହନ କଲେ। ଏଥିପାଇଁ ସେ କ୍ଷତ ବିକ୍ଷତ ହେଲେ। ସେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ପୁଣି ମନୁଷ୍ୟର ପାପ କ୍ଷମା କରିବା ନିମନ୍ତେ ଆଗ୍ରହୀ ଅଟନ୍ତି। ଯଦି ଆପଣ ନିଜର ପାପ ପାଇଁ ଅନୁତାପ କରିବେ, ପୁଣି ଯୀଶୁଙ୍କୁ ତ୍ରାଣକର୍ତ୍ତା ଓ ପ୍ରଭୁ ରୂପେ ହୃଦୟରେ ଗ୍ରହଣ କରିବେ, ତେବେ ଆପଣ ଧନ୍ୟ ହେବେ। ଏହିପରି କରିବା ପାଇଁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।